ଯାତ୍ରାର ପ୍ରାୟ କଳାକାରଙ୍କର ଭାରି ଇଗୋ ଆଉ ଆଟିଟ୍ୟୁଡ଼ ସେଇଟା ଯେଉଁଦିନ ଯିବ ତାଙ୍କୁ ସମସ୍ତେ ଆହୁରି ସମ୍ମାନ କରିବେ। କାହ୍ନା ଭାଇ ବୋଧେ ମୋଠାରୁ ବଡ଼ ହେବ କି ସାନ ହେବ ମୁଁ ଜାଣିନାହିଁ। ମୁଁ ତାଙ୍କୁ ଖାଲି ଏତିକି କହିବି, ତୁମ ଅଭିନେତା, ତୁମର ଅଭିନୟ ସୁନ୍ଦର, ତୁମେ ଅଭିନୟ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ କର ଏବଂ ତୁମ ଅଭିନୟକୁ ବି ମୁଁ ବ୍ୟକ୍ତିଗତ ଭାବରେ ଭଲ ପାଏ। ତୁମର ରିଅଲ୍ ଅଭିନୟ ମୁଁ ସବୁବେଳେ ପ୍ରାୟ ଟାଇମ୍ ତାଙ୍କର ଅଭିନୟ ଦେଖେ। ତେଣୁ ଯଦି ଜାଣିଶୁଣି କହିଛ କି ଏକ୍ସାଇଟେଡ଼୍ରେ କହିଦେଇଛ ସେଇଟାକୁ ଟିକେ କହିବା ବନ୍ଦ କରିଦିଅ। ଗୋଟେ କିନ୍ନର ସମ୍ପ୍ରଦାୟ ଉପରେ ତାଙ୍କୁ ଗୋଟେ କଷ୍ଟ ଆସୁଛି, ଆମେ କାହାକୁ କଷ୍ଟ ଦେଇକି ଆମେ ଗୋଟେ ଡାଇଲଗ୍ କହିକି ଆମେ କାହିଁକି ମାନେ ପବ୍ଲିସିଟି ନେବା, କିଛି ଆବଶ୍ୟକ ନାହିଁ। ତା'ମାନେ ଆମର କିଛି କ୍ୱାଲିଟି ନାହିଁ, ଆମେ କଳାକାର, ଆମର କିଛି କ୍ୱାଲିଟି ନାହିଁ, ଆମେ କାହାକୁ ଛକା କହିବା, କାହାକୁ ହିଞ୍ଜରା କହିଲେ ଯେ ଆମେ ହାଇଲାଇଟ୍ ହେଇଯିବା, ସେଇଟା ନୁହେଁ। ସେ ତାଙ୍କର ଭୁଲଟାକୁ ସଂଶୋଧନ କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ। ଆଉ ମୁଁ କହିବି ଯେ କାହାକୁ କ୍ଷମା ମାଗିଦେଲେ ଆମେ ଛୋଟ ହେଇଯିବାନି। ସେମାନେ ହେଉଛନ୍ତି ତ୍ରିଭୁବନୀଙ୍କ ଶିବ ଆଉ ପାର୍ବତୀ। ତେଣୁ ତାଙ୍କୁ ଯଦି ଆମ ଦ୍ୱାରା ଭୁଲ ହେଇଛି ଆମେ ତାଙ୍କୁ କ୍ଷମା ଏଇ ସବୁ ଭାଷା ଗୁଡ଼ିକ କାହାକୁ ଆକ୍ଷେପ କରିକିନି ଲେଖକ ଲେଖିଲା ବେଳକୁ କେମିତି ନା, ଲେଖକ ଏଗୁଡ଼ାକ ଲେଖନ୍ତିନି। ମୁଁ ଏବେ ରାଣୀ ପଣ୍ଡା, ମୁଁ ହେଲେ ମୋ ଲେଡ଼ି ଗ୍ୟାଙ୍ଗଷ୍ଟାରରେ ମୁଁ ଡାଇଲଗ୍ କହୁଛି, ବାଳ ଉପାଡ଼ି ଦେବି, ବାଳ ଏମିତି କରିଦେବି, କ'ଣ ସେଗୁଡ଼ା କ'ଣ ରାଇଟର ଲେଖିଛନ୍ତି? ଆମେ ସେଇଟା ଗୋଟେ ଏକ୍ସଟ୍ରା କହିଦେଉ ଲୋକମାନଙ୍କୁ ମନୋରଞ୍ଜନ କରି ହସେଇବାକୁ, ଆମେ ଗୋଟେ ଏମିତି ମଜାରେ କହିଦେଉ, ମସଲା ଟିକେ ମାରିଦେଉ। କିନ୍ତୁ ରାଇଟର କାହିଁ ଏଗୁଡ଼ା ଲେଖିବେ ନା ଡିରେକ୍ଟର କହନ୍ତି ତୁମେ ଏଗୁଡ଼ା କୁହ ବୋଲି? କି କଥା ଏଇଟା, ମିଛ କଥା। ସବୁ କଳାକାର ଡିରେକ୍ଟର କେବେ କୁହନ୍ତି କହିବନି କି ରାଇଟର କହିବନି ତୁମେ ଏମିତି କୁହ। ହଁ, କିଛି କିଛି ଜାଗାରେ ବି ଲେଖା ହୁଏ, ଲେଖକ ଲେଖନ୍ତିନି ବୋଲି କ'ଣ ସେ ଯାହା ନାହିଁ ତାହା ଷ୍ଟେଜ ଉପରେ କହିବେ? ସେଇଟା ତ ଭୁଲ କଥା, ସେଇଟା ତ ଭୁଲ କଥା। କାହାକୁ ଆକ୍ଷେପ କରି କହିବାନି, ଆମେ ଏମିତି କଥା କହିବା, ହସେଇବା କଥା କହିବା, କିନ୍ତୁ କାହାକୁ କେମିତି ଆକ୍ଷେପ କରିବା? ମୀରା ପରିଡ଼ା ସେଇ ଏଇ ଆଲିଗେସନଟା ଲଗେଇ ସାରିଲା ପରେ, ତାଙ୍କୁ କହିସାରିଲା ପରେ ବି ସେ ମୁହଁ ଖୋଲୁନାହାନ୍ତି ଏବେ ପର୍ଯ୍ୟନ୍ତ। ମୁଁ କହିବି ଯେ କାହ୍ନା ଭାଇ, ଯଦି ତୁମ ଦ୍ୱାରା କିଛି ଅଜାଣତରେ ଭୁଲ ହେଇଛି କି ତୁମେ ଏକ୍ସାଇଟେଡ଼ରେ କିଛି କହିଦେଇଛ, ତାଙ୍କୁ କ୍ଷମା ମାଗିଲେ ଭଲ ହେବ। ଟିକେ ଗର୍ବ ରହୁଛି କି? ଯାତ୍ରାର ପ୍ରାୟ କଳାକାରଙ୍କର ଭାରି ଇଗୋ ଆଉ ଆଟିଟ୍ୟୁଡ଼ ସେଇଟା ଯେଉଁଦିନ ଯିବ ତାଙ୍କୁ ସମସ୍ତେ ଆହୁରି ସମ୍ମାନ କରିବେ। କାହିଁକି? କ'ଣ ନୂଆ କଳାକାର ନାହାନ୍ତି? କାହିଁକିର ଉତ୍ତର ଆମେ ଖୋଜିଲେ ତ ଅନେକ ଆମକୁ ମିଳିବ, କିନ୍ତୁ ଆମେ ଏତେ ଆଡ଼କୁ ଯିବାନି। ଆପଣ କେମିତିକା ବୁଝେଇଲେ ମୀରା ମା'ଙ୍କୁ? ଦେଖନ୍ତୁ, ଆପଣ ଜାଣିଥିବେ ଯେତେବେଳେ କାଳୀ ପୁରା ରାଗିକିରି ପୁରା ନିଆଁ ବାଣ ହେଇଯାଆନ୍ତି, ତାଙ୍କୁ ଏକମାତ୍ର ଲୋକ ହେଉଛନ୍ତି କିଏ କହିଲ? ଶିବ ବୁଝେଇ ପାରିବେ। ସେମିତି ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଲି। ତେଣୁ ଗୋଟେ ମା' ରାଗିଛି ମାନେ ତାର ସନ୍ତାନ ହିଁ ତାକୁ ବୁଝେଇ ପାରିବ, ଆଉ ଗୋଟେ ସନ୍ତାନ ରାଗିଛି ମାନେ ମା' ହିଁ ବୁଝେଇ ପାରିବ। ଆପଣଙ୍କୁ ଝିଅ ବୋଲି କହନ୍ତି? ଝିଅ ବୋଲି କୁହନ୍ତିନି, ସିଏ ମୋତେ ଝିଅର ମାନ୍ୟତା ବି ଦେଇଛନ୍ତି, କଥା ରଖିଲେ ସେ ନିହାତି ଭାବରେ। ମୁଁ ତାଙ୍କୁ କହିଛି କଳାକାରର ପେଟ ପାଟଣା କଥା, ମା' ରାଗଟାକୁ ଟିକେ କଣ୍ଟ୍ରୋଲ୍ କର ଏବଂ ତୁମର ପଦିଏ କଥା, ତୁମର କିଛି ଉଗ୍ର କାର୍ଯ୍ୟକ୍ରମ ପାଇଁ ବୋଲି ମାଲିକ ଉପରେ ପ୍ରେସର ହେବ, କମିଟି ଉପରେ ପ୍ରେସର ହେବ, କଳାକାରଟିଏ ଇଏ ହେଇଯିବ। ଆମେ ତାଙ୍କୁ ଫାର୍ଷ୍ଟ ଟାଇମ୍ ଦେବା, ୱାର୍ଣ୍ଣିଂ ଦେବା, ତାପରେ ଯଦି ସେ ଭୁଲ କରିବେ ଆମେ ମଞ୍ଚ ଉପରେ ଚଢ଼ିବା, ପିଟିବା, ପକେଇବା। ସେ ଯଦି ଲଢ଼ୁଛନ୍ତି ପୁରା କିନ୍ନର ସମାଜ ପାଇଁ ଲଢ଼ୁଛନ୍ତି, ନିହାତି ଭାବରେ। ମୋତେ ବି ତ ଖରାପ ଲାଗୁଛି, ତାଙ୍କୁ କେମିତି ଖରାପ ଲାଗିବନି? ସିଏ ପୁଣି ଅଲ୍ ଓଭର ଓଡ଼ିଶାର ଏତେ କିନ୍ନରଙ୍କର ହେଉଛନ୍ତି ମେନ୍ ମୁଣ୍ଡି। ଆପଣ ପୁଣି ଗୋଟେ କଳାକାର ରଖିଛନ୍ତି କିନ୍ନର, ମୁଁ ପୁଣି କଳାକାରଟିଏ ରଖିଛି। ମୁଁ କହିନଥାନ୍ତି, ମୁଁ କହିଲି ଏଇଥିପାଇଁ, ମୁଁ ଏ ବିଷୟରେ ବି ମନ୍ତବ୍ୟ ଦେବାଟା ଉଚିତ ହେଇନଥାନ୍ତା। ମୁଁ ଏଇଥିପାଇଁ ଦେଲି, ପ୍ରଥମ କଥା ମୁଁ ହେଉଛି ଗୋଟେ ମାଲିକ, ମୁଁ ବି ଗୋଟେ କିନ୍ନରଟାକୁ ମୁଁ ମୋ ଅନୁଷ୍ଠାନରେ ହିରୋଇନ୍ କରିଛି, ରଖିଛି। କାଲି ସକାଳେ କ'ଣ ସୁବିଧା ଅସୁବିଧା ହେବ, ସେ କିନ୍ନର କହିବ ଯଦି ତୁମେ ମୋ କିନ୍ନର ସମ୍ପ୍ରଦାୟକୁ ତୁମେ ସପୋର୍ଟ କରୁନ, ତାହେଲେ ମୋତେ କ'ଣ ସପୋର୍ଟ କରିବ? ତେଣୁ ମୋତେ ନିହାତି ଭାବରେ ସପୋର୍ଟ କରିବାଟା ଉଚିତ ବୋଲି ମୁଁ ମନେ କରୁଛି। ମୀରା ମା'ଙ୍କ ସାଙ୍ଗରେ କ'ଣ କଥାବାର୍ତ୍ତା ରହିଲା ଆପଣଙ୍କର? ନିହାତି ତ କ'ଣ କଥାବାର୍ତ୍ତା, ମୁଁ ତାଙ୍କୁ ଗୋଟେ ଯିବେନି? ନାଇଁ, ସିଏ ଯଦି ଆଉ ଭୁଲ କରିବେ ଯିବେ, ନ ଭୁଲ କଲେ କାହିଁ ଯିବେ? ଆଜି କିନ୍ତୁ ଯୋଉ ଯିବାର ଥିଲା ମୁଁ ତ ତାଙ୍କୁ ବ୍ଲକ୍ କରିଛି। ମୁଁ କହିଲି ନାଇଁ, ସେ